ଢେଙ୍କାନାଳ ଢେଙ୍କାନାଳ ମହିଷାପାଟଠାରେ ଆୟୋଜିତ ଢେଙ୍କାନାଳ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ୱିତୀୟ ସନ୍ଧ୍ୟାକୁ ଉଦ୍ଘାଟନ କରିଛନ୍ତି। ଶ୍ରୀ ପୂଜାରୀ କହିଥିଲେ, ପୃଥିବୀର କ୍ରାନ୍ତିକାରୀ ଆନ୍ଦୋଳନରେ ସାମିଲ ହୋଇଥିବା ବାଳକଙ୍କ ମଧ୍ୟରେ ବାଜି ରାଉତ ସମସ୍ତଙ୍କଠାରୁ କମ୍ ବୟସର, ଯାହାଙ୍କ ବଳିଦାନ ସମସ୍ତଙ୍କୁ ଉଦ୍ବୁଦ୍ଧ କରିଛି। ଏହି ମଞ୍ଚ ତାଙ୍କ ନାମରେ ସମର୍ପଣ କରାଯିବା ସ୍ୱାଗତଯୋଗ୍ୟ। ତଥାପି ବାଜି ରାଉତଙ୍କ ବଳିଦାନକୁ ସାରା ପୃଥିବୀକୁ ଜଣାଇବାର ଆବଶ୍ୟକତା ରହିଛି। ଏଥିପାଇଁ ଆହୁରି ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି କହିଥିଲେ। ମହିମା ଧର୍ମର ନିଷ୍ଠ ଓ ସମାଜର ମଙ୍ଗଳ କାମନାର ବାଣୀ ବିଶ୍ୱକୁ ବାର୍ତ୍ତା ଦେଉଛି ବୋଲି ଶ୍ରୀ ପୂଜାରୀ କହିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲାର ବିକାଶ ପାଇଁ ଗୁରୁତ୍ୱ ଦେଇ ଆସୁଛନ୍ତି। ମହିମା ଗାଦିର ବିକାଶ ପାଇଁ ଅନୁଦାନ ଦିଆଯାଇଛି। ମେଡିକାଲ କଲେଜ ସହ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ। ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଜେନା ଅତିଥି ଭାବେ ଯୋଗଦେଇ ମାଟିର ମହକକୁ ଜଣାଇବାକୁ ମହୋତ୍ସବର ଆୟୋଜନ ହୁଏ। ଢେଙ୍କାନାଳ ମାଟିର ସାହିତ୍ୟ, ଐତିହ୍ୟ, ବୀରତ୍ୱ ଗୌରବାନ୍ୱିତ କରିଛି। ବାଜି ରାଉତଙ୍କ ବୀରତ୍ୱ ବାଜି ରାଉତଙ୍କୁ ସ୍ତବ୍ଧ କରିଦେଇଥିଲେ। ଦେଶଭକ୍ତିର ନିଦର୍ଶନ ତାଙ୍କ ଜୀବନକୁ ଦେଖିବାକୁ ମିଳେ। ମହିମା ଧର୍ମର ବାର୍ତ୍ତା ବିଶ୍ୱବାସୀଙ୍କୁ ଉଦ୍ବୁଦ୍ଧ କରେ। ଅନେକ ଲେଖକଙ୍କ ଲେଖା ଏ ଜାତିକୁ ଓଡ଼ିଆ ସାହିତ୍ୟକୁ ବଳିଷ୍ଠ କରିଛି। ଏହିଭଳି ମାଟିରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତି ନିଜକୁ ଗୌରବାନ୍ୱିତ ମନେକରି ଏହି ଆଦର୍ଶରେ ଜୀବନକୁ ଉତ୍ସର୍ଗ କରିବେ ବୋଲି ଶ୍ରୀ ଜେନା କହିଥିଲେ। ଅନ୍ୟତମ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଅଭିନବ ସକ୍ସେନା, ଢେଙ୍କାନାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ କାଳନ୍ଦୀ ବାରିକ, କାମାକ୍ଷାନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ସାହୁ, ଗନ୍ଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୀନାରାଣୀ ଖଟୁଆ, ଓଡ଼ାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମହାନ୍ତି, କଙ୍କଡ଼ାହାଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଚାରୁଲତା ମିଶ୍ର ଯୋଗ ଦେଇଥିଲେ। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସ୍ୱାଗତ ବକ୍ତବ୍ୟ ରଖିଥିଲେ ଏବଂ ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅଭିଷେକ ବେହେରା ଧନ୍ୟବାଦ ଦେଇଥିଲେ। ଆଜିର ମୁଖ୍ୟ ଆକର୍ଷଣ ଭାବେ ବଲିଉଡ୍ ଗାୟକ କୁନାଲ ଗଞ୍ଜୱାଲା ସଙ୍ଗୀତ ପରିବେଷଣ କରିଥିଲେ। ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର ଲୋକନୃତ୍ୟ, ଆସାମର ବିହୁ ନୃତ୍ୟ ପରିବେଷଣ ହୋଇଥିଲା। ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଢେଙ୍କାନାଳର ଅଲ୍ଟରନେଟିଭ ରିଦିମ ଥିଏଟର ପକ୍ଷରୁ ନାଟକ ବାଜି ରାଉତ ମଞ୍ଚସ୍ଥ ହୋଇଥିଲା। ଢେଙ୍କାନାଳରୁ ଦେବାଶିଷ ମିଶ୍ରଙ୍କ ରିପୋର୍ଟ।